ବର୍ଷାରେ ଉଦା ହେଇକି ଯାଉଛି ତେଲ ଭାଜି ଆଣିତେ ବାଇଗଣ ଚପରୁ ବାଇଗଣ ନାହିଁ ଆମ ମୁଣ୍ଡ ପୁରା ଖରାପ ହେଇଗଲା। ଜୟ ଜଗନ୍ନାଥ ମୋହନ ଆସି ପୁଣି ଭୁବନେଶ୍ୱରରେ କାମ କରେ। ତମେ ଦେଖୁଛ ବ୍ଲଗ ଆରମ୍ଭ କରୁଛି ଡ୍ୟୁଟିରୁ ଜାଣିଛି ଆଜି ମୋର ଛୁଟି ଅଛି। ପୁଣି ଆସିଛି ଡ୍ୟୁଟି କଣ ପାଇଁ ନା ଥରେ ଛୁଟି ନେଇକି ଯାଇଥିଲି ଗାଁକୁ ହାଫ୍ ଡ୍ୟୁଟି କରିକି ଯାଇଥିଲି ଆଉ ହାଫ୍ ଡ୍ୟୁଟି ବାକି ଥିଲା। ସାରଙ୍କୁ ଯେତେବେଳେ କହିଲି ସାର୍ କହିଲେ ଏଇ ଯୋଉ ଛୁଟି ନେଇଛୁ ଗୋଟେ ହାଫ୍ ଡ୍ୟୁଟି ଥିଲା ସେଇଟା କରିଦେ। ଏଇ ଡ୍ୟୁଟି ଆଜି କରିତେ ଆସିଛି। ତଳକୁ ଆସିଥିଲି ପିଠା ଖାଇଥିଲା ନେଇତେ ପିଠା ନେଇକି ଉପରକୁ ଆସି ମୁଁ ଖାଇ ବୋଲି ପଳେଇ ଆସିଥିଲି। ଖାଇ ଦେଇକି ରେଷ୍ଟୁରାଣ୍ଟ କାମ ସରିଗଲା। ଯେତେ ଯାଏ ଆମ ଟାଇମ ଥାଏ ଏବେ ଆସିଥିଲି ଅଫିସ କୁ। ସକାଳର ସେଲ୍ ରିପୋର୍ଟ ପଡିଥିଲାନି ସକାଳର ସେଲ୍ ରିପୋର୍ଟ ପଡିବ। ପୂଜା ଦିଦି ପକାଏ ସେ କାମରେ ବ୍ୟସ୍ତ ଅଛି। ମୁଁ ପକେଇକି ପଳେଇବି ସେଲ୍ ରିପୋର୍ଟ ପକେଇକି ରୁମ କୁ ପଳେଇ ଆସିଲି। ମୋର ଡ୍ୟୁଟି କମ୍ପ୍ଲିଟ ହେଇଗଲା। ଏବେ ଛୁଟିକୁ ଏଞ୍ଜୟ କରିବା। ଫାଷ୍ଟ ଭିଡିଓ ପାଇଁ ସ୍କ୍ରିପ୍ଟ ଲେଖିଥିଲି ତାପରେ ଗାଧେଇକି ଶୋଇ ପଡିଥିଲି। ବେଳେତ ଯେତେବେଳେ ଉଠିକି ଦେଖିଲା ବେଳକୁ ମେଘ ଉଠେଇକି ଆସିଛି ପବନ ଟାଣିକି ଦଉଛି। ପୁଣି ଯାଇକି ଶୋଇ ପଡିଥିଲି ଯାଇକି ଉଠିଲି 7ଟାରେ। ଏ ଡ୍ୟୁଟି ସାରିକି ଆସିଲାନି। ଆମେ ଭାବୁଥିଲୁ ଯିବୁ ବୋଲି କିଟ୍ ଆଡିକୁ ବାଇରେ ବର୍ଷା ପବନ ଟାଣିକି ହଉଛି ଲାଇନ ବି ନାହିଁ କାଟି ଦେଇଛନ୍ତି। ବର୍ଷା ଯେତେବେଳେ ଟିକେ ଛାଡିଗଲା ଆମେ ଭାବିଲୁ ଏଇ ଥଣ୍ଡା ପାଗରେ କିଛି ତେଲ ଭାଜି ଆଣିବାକୁ। ବାଟରେ ଭୋଳାକୁ ନେଇକି ଆସିଲୁ ବର୍ଷା ଛାଡି ଯାଇଥିଲା ପୁଣି ଏବେ ପକଉଛି। ଭାଉଜ କତିକି ଆସି ତେଲ ଭାଜି 60-70 ଟଙ୍କାର ନେଇ ଆସିଲୁ। ସେଠି ନ ଖାଇକି ରୁମ କୁ ନେଇ ଆସିଥିଲୁ ଖାଇ ବୋଲି ଗୋଟେ ବାଇଗଣ ଚପ ଆଣିଥିଲୁ। ଗାଁକୁ ବାଇଗଣ ଚପ ତା ଭିତରେ ବାଇଗଣ ନାହିଁ। ମୋ ସହିତ ପୁରା ଅନ୍ୟାୟ ହେଲା। ଭାବୁଛି ଭାସ୍କର ନ୍ୟୁଜ କୁ ଡାକିବି ବାଇଗଣ ଚପର ବାଇଗଣ ନାହିଁ। ଏ ସବୁ ଜିନିଷର ଭାସ୍କର ନ୍ୟୁଜ ଅଛି। ଆଜିର ବ୍ଲଗ ଏଇ ରଖୁଛି ଆଉ ଦେଖିବା ନେକ୍ସଟ ବ୍ଲଗ ରେ।